ପିଲାମାନେ ତମେ ସବୁ କେମିତି ଅଛ? ଭଲ ଅଛ ନା? ଆଶା କରୁଛି ତମେ ସବୁ ଭଲରେ ଥିବ। ଚାଲ ଆଜି ଆମେ ମଜା ମଜାରେ ଗଣିତ ବିଷୟର ପ୍ରଥମ ଅଧ୍ୟାୟ ସମୁଦ୍ର କୂଳରେ ଦିନଟିଏ ବିଷୟରେ ବହୁତ କିଛି ଜିନିଷ ଆଲୋଚନା କରିବା ଆଉ ବହୁତ ନୂଆ ନୂଆ ଜିନିଷ ଶିଖିବା। ତାହେଲେ ଚାଲ ଆରମ୍ଭ କରିବା। ପିଲାମାନେ ମଜା ମଜାରେ ଗଣିତ ବହିଟା କେମିତି ଲାଗୁଛି? ବହୁତ ବଢ଼ିଆ ଲାଗୁଛି ନା? ଚାଲ ତାହେଲେ ଆଜି ଆମେ ଆସ ଖେଳିବା ଆଉ କ'ଣ କରିବା? 100 ଗଢ଼ିବା। ପ୍ରଥମ ଅଧ୍ୟାୟ କ'ଣ ନା ସମୁଦ୍ର କୂଳେ ଦିନଟିଏର ଆସ ଖେଳିବା ଆଉ 100 ଗଢ଼ିବା ସଂଖ୍ୟା ଉପରେ ବହୁତ ସାରା ଜିନିଷ ଆଲୋଚନା କରିବା। ତାହେଲେ ଚାଲ ପିଲାମାନେ ଆଜି ଆମେ ଖେଳଟି ଖେଳିବା। ସମସ୍ତେ ଲୁଡ଼ୁ ଖେଳ ଖେଳିଛ ନା ପିଲାମାନେ? ହଁ ଖେଳିଛ? ଯାହେଲେ ତାହେଲେ ଆଜି ଲୁଡ଼ୁ ଖେଳିବା। ତ ଖେଳର ନିୟମ ପ୍ରଥମେ ବୁଝିଯାଅ। ଖେଳର ନିୟମ ହେଲା ପ୍ରତ୍ୟେକ ଦଳର ପିଲା ଏକାଠି 2ଟି ଲୁଡ଼ୁ ଗୋଟି ପକାଇବେ। ଲୁଡ଼ୁ ଗୋଟି ଉପରେ ଥିବା ବିନ୍ଦୁ ଗୁଡ଼ିକ ଗଣିବ। ମୋଟ ବିନ୍ଦୁ ଅନୁସାରେ ସେତିକି ସଂଖ୍ୟକ ଖଣ୍ଡ ନେବା। ପିଲାମାନେ ବୁଝିଲ ତ ଖେଳର ନିୟମଟି କ'ଣ? ବୁଝିଲ ନା ପିଲାମାନେ? ନା ଆଉ ଥରେ ବୁଝେଇଦେବି? ତାହେଲେ ଶୁଣ, ଲୁଡ଼ୁ ଗୋଟିରେ ଆମେ 2ଟି ଦଳ ଖେଳିବା। ତ ପ୍ରତ୍ୟେକ ଦଳ କ'ଣ ହେଲା ନା ଲୁଡ଼ୁ ଗୋଟି ପକାଇବ ଆଉ ଯେତେଟେ ଲୁଡ଼ୁ ବିନ୍ଦୁ ହେବ ସେତେ ଖଣ୍ଡ ସିଏ ନେବ। ତାହେଲେ ଚାଲ ଆମେ 2ଟି ଦଳ ହେବ, ପ୍ରଥମ ଦଳ ଆଉ ଦ୍ୱିତୀୟ ଦଳ। ପ୍ରଥମ ଦଳ ଲୁଡ଼ୁ ଗୋଟି ପକାଇବେ ଆଉ ଦ୍ୱିତୀୟ ଦଳ ସେହି ଅନୁସାରେ ଖଣ୍ଡ ଦେବେ। ଚାଲ ପିଲାମାନେ ତାହେଲେ ଖେଳଟିଏ ଖେଳିବା। ଲୁଡ଼ୁ ଖେଳ ଖେଳିବା ନା? ଠିକ୍ ଅଛି। ଚାଲ ତାହେଲେ ପ୍ରଥମ ଦଳକୁ ଦେବା ଲୁଡ଼ୁ ପଟି ସେମାନେ ପକାଇବେ। ଦେଖ ପିଲାମାନେ ପ୍ରଥମ ଦଳ କ'ଣ କଲେ ନା ଲୁଡ଼ୁ ଗୋଟି ପକାଇଲେ। ତ ପ୍ରଥମରେ କେତେ ଉଠିଲା ତାଙ୍କର? 5 ପଏଣ୍ଟ ହେଲା। ଆଉ ଥରେ ପକାଇଲେ ନା ସେମାନେ, ଆଉ ଥରେ କେତେ? 4 ଉଠିଲା। ତ ପ୍ରଥମ 5 ପଏଣ୍ଟରେ ସେମାନେ କେତେ ଖଣ୍ଡ ନେବେ? 5 ଖଣ୍ଡ ନେବେ। ତ କାଉଣ୍ଟ କର ପିଲାମାନେ। 1 2 3 4 ଆଉ 5। ତାଙ୍କୁ ପ୍ରଥମେ 5ଟା ପଏଣ୍ଟ ପାଇଁ 5ଟା ଖଣ୍ଡ ଦିଆଗଲା। ତାପରେ ସେମାନେ କେତେ ପକାଇଲେ? 4 ପଏଣ୍ଟ। ତ 4 ପଏଣ୍ଟ ପାଇଁ ଆମେ କେତେ ଖଣ୍ଡ ଦେବା? 4 ଖଣ୍ଡ ଦେବା। ଭେରି ଗୁଡ୍। ତାହେଲେ କାଉଣ୍ଟ କର। 1 2 3 ଆଉ 4। ତ ପିଲାମାନେ ସମୁଦାୟ ହିସାବ କର ପ୍ରଥମ ଦଳକୁ ଆମେ କେତେ ଖଣ୍ଡ ଦେବା? କେତେ ଖଣ୍ଡ ଦେବା? ଚାଲ ଗଣିବା। 1 2 3 4 5 6। ପିଲାମାନେ ହିସାବ କର। 7 8 ଆଉ 9। ତ ପ୍ରଥମ ଦଳ କେତେ ପଏଣ୍ଟ ଜିତିଲେ? 9 ପଏଣ୍ଟ। ତ ସେମାନଙ୍କୁ ଦ୍ୱିତୀୟ ଦଳ କେତେ ପଏଣ୍ଟ ଦେବେ? କେତେ ଖଣ୍ଡ ଦେବେ? 8 ଖଣ୍ଡ ଦେବେ। ତାହେଲେ ଚାଲ ଏବେ ପ୍ରଥମ ଦଳର ଖେଳ ସରିଲା। ଏବେ ଆମେ ଦ୍ୱିତୀୟ ଦଳ ଖେଳ ଖେଳିବା। ଦେଖ ପିଲାମାନେ ଦ୍ୱିତୀୟ ଦଳ ପ୍ରଥମ ଥର କେତେ ପକାଇଲେ? 4। ଆଉ ଦ୍ୱିତୀୟ ଥର କେତେ ପକାଇଛନ୍ତି? 4। ତାହେଲେ ଆମେ ତାଙ୍କୁ କେତେ ଖଣ୍ଡ ଦେବା? ପ୍ରଥମ 4 ପଏଣ୍ଟ ପାଇଁ ଆମେ କେତେ ଖଣ୍ଡ ଦେବା? 4 ପଏଣ୍ଟ ଦେବା ନା? 4 ଖଣ୍ଡ ଦେବା। ତ ଗଣ ହିସାବ କର ପିଲାମାନେ। 1 2 3 ଆଉ 4। ପ୍ରଥମ 4 ପଏଣ୍ଟ ପାଇଁ ଆମେ 4 ଖଣ୍ଡ ଦେବା। ଆଉ ଦ୍ୱିତୀୟ କେତେ 4 ପଏଣ୍ଟ ପାଇଁ ଆମେ କେତେ ଖଣ୍ଡ ଦେବା ତାଙ୍କମାନଙ୍କୁ? 4 ଖଣ୍ଡ। ହିସାବ କର। 1 2 3 ଆଉ 4। ତାହେଲେ ପ୍ରଥମ 4 ପଏଣ୍ଟ ଆଉ ଦ୍ୱିତୀୟ 4 ପଏଣ୍ଟ ମିଶିକି ତାଙ୍କର କେତେ ପଏଣ୍ଟ ହେଲା? 8 ପଏଣ୍ଟ। ତ ତାହାକୁ ଆମେ କେତେ ଖଣ୍ଡ ଦେବା? 8 ଖଣ୍ଡ। ତ ଚାଲ ପିଲାମାନେ ଦ୍ୱିତୀୟ ଦଳ ପ୍ରଥମ ଦଳଠୁ କେତେ ଖଣ୍ଡ ନେବେ? 8 ଖଣ୍ଡ ନେବେ। ବହୁତ ବଢ଼ିଆ। ତାହେଲେ ବହୁତ ବଢ଼ିଆ କହିଛ ପିଲାମାନେ। ବହୁତ ବହୁତ ଧନ୍ୟବାଦ। ତାହେଲେ ଆମେ ଆଉ ଟିକେ କ'ଣ କରିଦେବା ନା ଲୁଡ଼ୁ ଖେଳକୁ ଟିକେ ନିୟମ ପରିବର୍ତ୍ତନ କରିଦେବା। ତାହେଲେ ଶୁଣ ପିଲାମାନେ, ଲୁଡ଼ୁ ଖେଳର ପରିବର୍ତ୍ତିତ ନିୟମ କ'ଣ ଅଛି?
ହଁ ଦେଖ, ଯେତେବେଳେ ମୋଟ ବିନ୍ଦୁ ସଂଖ୍ୟା 10 କିମ୍ବା ତାଠାରୁ ଅଧିକ ଖଣ୍ଡ ହେବ, ପ୍ରଥମ ଦଳ ଦ୍ୱିତୀୟ ଦଳଠୁ କିମ୍ବା ଦ୍ୱିତୀୟ ଦଳ ପ୍ରଥମ ଦଳଠୁ 10 ଖଣ୍ଡ ବଦଳରେ ଗୋଟିଏ ପଟି ନେବ, କିମ୍ବା କ'ଣ କରିବ ନା 10ଟି ଖଣ୍ଡ ବଦଳରେ ଯେକୌଣସି ଚିତ୍ର କାର୍ଡ଼ ନେଇପାରିବ, ଯେପରି କ'ଣ ଟ୍ରାୟାଙ୍ଗଲ କିମ୍ବା ସର୍କଲ କିମ୍ବା ଷ୍ଟାର। ଏହିଭଳି 100 ଖଣ୍ଡ ହେବା ପାଇଁ 10ଟି ପଟି ନେବ କିମ୍ବା ଗୋଟିଏ ଚିତ୍ର କାର୍ଡ଼ ବ୍ୟବହାର କରିପାରିବ। ବୁଝିଲ ପିଲାମାନେ ଲୁଡ଼ୁ ଖେଳର ପରିବର୍ତ୍ତିତ ନିୟମ? ତାହେଲେ ପିଲାମାନେ ଚାଲ ପରିବର୍ତ୍ତିତ ନିୟମ ଅନୁସାରେ ପ୍ରଥମ ଦଳକୁ ଲୁଡ଼ୁ ଖେଳିବା ପାଇଁ ଦେବା। ତ ପ୍ରଥମ ଦଳ ପ୍ରଥମରେ କେତେ ପଏଣ୍ଟ ଖେଳିଛି? 6 ପଏଣ୍ଟ। ଆଉ ଦ୍ୱିତୀୟରେ କେତେ? 5 ପଏଣ୍ଟ। ତ ପ୍ରଥମ 6 ପଏଣ୍ଟ ପାଇଁ ତାକୁ 6ଟି ଗୋଟି ଦେବା, 6 ଖଣ୍ଡ ଦେବା। ଆଉ ଦ୍ୱିତୀୟ 5 ପଏଣ୍ଟ ପାଇଁ ତାକୁ ଆମେ 5 ଖଣ୍ଡ ଦେବା। ତ ଦେଖ ପ୍ରଥମ ଆଉ ଦ୍ୱିତୀୟ ଥର ମିଶେଇକି କେତେ ପଏଣ୍ଟ ହେଉଛି ସେମାନଙ୍କର। ତ ପ୍ରଥମ ଦଳର କେତେ ପଏଣ୍ଟ ହେଲା? ପ୍ରଥମ ଦଳର ଚାଲ କାଉଣ୍ଟ କରିବା। 1 2 3 4 5 6 7 8 9 10 ଆଉ 11। ତ ତାଙ୍କର କେତେ ଖଣ୍ଡ ହେଲା? 11 ଖଣ୍ଡ ହେଲା। ତ କ'ଣ କୁହାହେଇଛି? 10 ଖଣ୍ଡ ବଦଳରେ 1 ପଟି ନେବ ବୋଲି କୁହାହେଇଛି। 10 ଖଣ୍ଡ ବଦଳରେ ଆମେ ଗୋଟେ ପଟି ନେଲା, ଆଉ ଗୋଟେ ପଟି ବଦଳରେ ଗୋଟେ ଟ୍ରାୟାଙ୍ଗେଲ ଚିହ୍ନ ହେଲା। ତାହେଲେ ଚାଲ ଆମେ ଦ୍ୱିତୀୟ ଦଳ ଖେଳିବା। ଦ୍ୱିତୀୟ ଦଳ ପ୍ରଥମରେ କେତେ ପଏଣ୍ଟ ଉଠେଇଲେ? 5 ପଏଣ୍ଟ। ଆଉ ଦ୍ୱିତୀୟରେ 5 ପଏଣ୍ଟ। ତ ତାଙ୍କର କେତେ ପଏଣ୍ଟ ହେଲା? 10 ପଏଣ୍ଟ। ତ 10 ପଏଣ୍ଟ ମାନେ ପ୍ରଥମ ଦଳ ଦ୍ୱିତୀୟ ଦଳକୁ କେତେ ଖଣ୍ଡ ଦେବେ? 10 ଖଣ୍ଡ ଦେବେ। ତ ପିଲାମାନେ ଚାଲ ତାହେଲେ ଆମେ ହିସାବ କରିବା, 10ଟି ଖଣ୍ଡ ବାହାର କରିବା। ଚାଲ ପ୍ରଥମେ 1 2 3 4 5 6 7 8 9 ଆଉ 10। ତ 10 ଖଣ୍ଡ ବଦଳରେ ଆମେ କ'ଣ ଦେବା ନା ଗୋଟେ ପଟି ଦେବା। ଆଉ ଗୋଟେ ପଟି ବଦଳରେ ଆମେ କେଉଁ ଚିହ୍ନ ବ୍ୟବହାର କରିବା? ତାଙ୍କୁ ଗୋଟେ ଚିତ୍ର କାର୍ଡ଼ ଦେବା, ସେଇଟା ହେଲା କ'ଣ? ଷ୍ଟାର। ତ ଆମେ ଗୋଟିଏ ପଟି ବଦଳରେ ଗୋଟିଏ ଚିତ୍ର କାର୍ଡ଼ ବ୍ୟବହାର କଲେ। ତ ଚାଲ ପିଲାମାନେ ଆସ ଆଉ କିଛି ଚିନ୍ତା କରିବା ଏବଂ ଖାଲି ସ୍ଥାନ ପୂରଣ କରିବା। ଦେଖ ପିଲାମାନେ ଏଇଠି ଗୋଟେ ଗୋଟେ ତ୍ରିଭୁଜ, ଯେଉଁଟାକି ଗୋଟିଏ ପଟି କିମ୍ବା 10 ଖଣ୍ଡ କିମ୍ବା 1 10 ସୂଚାଉଛି। ତ 3ଟି ପଟି ଅଛି, ତାହେଲେ କେତେ 10? 3 10। ତାହେଲେ ଗୋଟେ ସର୍କଲ, ସେଇଠି 1 10 ସୂଚାଉଛି। ତ 3ଟି ପଟି ଯେହେତୁ କେତେ ସିଏ? 3 10 କିମ୍ବା 30। 1 1 କହିଲେ 1। ତାହେଲେ ପିଲାମାନେ 1 10 ଘରେ କେତେ ରହିବ? 3 ଆଉ 1 ଘରେ 1। ତାହେଲେ ମୋଟ ସଂଖ୍ୟା କେତେ ହେଲା? 31। ତାହେଲେ ପିଲାମାନେ ଦ୍ୱିତୀୟ ଚିତ୍ରଟିକୁ ଦେଖ। ଏଇଠି କେତେ 10 ଅଛି? କେତୋଟି ତ୍ରିଭୁଜ ଚିତ୍ର ଅଛି? ଏଇଠି 5ଟି। ତ କେତେ 10 ହେବ? 5 10। ତାପରେ ଦେଖ ପିଲାମାନେ କେତୋଟି ବୃତ୍ତ ଅଛି? 3ଟି। ତାହେଲେ କେତେ 1 ହେବ? 3 1। ତାହେଲେ ଚାଲ ଆମେ ତାକୁ ସଂଖ୍ୟାରେ ଲେଖିବା। ତ 5 10କୁ ଆମେ ଯଦି ସଂଖ୍ୟାରେ ଲେଖିଲେ କେତେ ହେବ? 50 ଯୋଗ 3 1 କହିଲେ 3। ତାକୁ ଯଦି ଆମେ 10 ଆଉ 1 ଘରେ ଲେଖିବା ତ କେତେ 10 ହେବ? 5 10 ଆଉ 3 1। ତେଣୁ ସଂଖ୍ୟାଟି କେତେ ହେବ? 53 ହେବ। ବହୁତ ସୁନ୍ଦର ଉତ୍ତର ଦେଇଛ ପିଲାମାନେ। ଚାଲ ଆଉ କିଛି ଖାଲି ସ୍ଥାନ ପୂରଣ କରିବା। ଦେଖ ତମ ପାଖରେ 2ଟି ତ୍ରିଭୁଜ କିମ୍ବା 2 10 ଅଛି। ତାପରେ କେତେ ଅଛି? 6 1 ଅଛି। ତ ଆମେ କେତୋଟି ବୃତ୍ତ ଆଣିବା? 6ଟି ବୃତ୍ତ ଆଣିବା। ତାପରେ 2 10 କହିଲେ ଆମେ ତାକୁ ଯଦି ସଂଖ୍ୟାରେ ଲେଖିବା କେତେ ଲେଖିବା? 20 ଯୋଗ 6ଟି ବୃତ୍ତ କହିଲେ 6 1। 6 1 କହିଲେ କେତେ ଲେଖିବା ଆମେ? 6। ତାହେଲେ 10 ଘରେ କେତେ ଲେଖିବା ଆମେ? 2 10 6 1।
तो मोट संख्या हेले केते 26 हैला। तापर देख पिलामाने 4 10 अच्छी तो आम 4 10 बदल रे केतोटी त्रिभुज आनिबा 4टी ना। बहुत बढ़िया। तापरे केते एक अच्छी 4 1 बदल रे केतोटी वृत्त आनिबा 4टी। तो 4 10 जोग 4 1 को आम कौन करवा संख्यार लिखा। 4 10 कहले केते हबो पिला माने 40 हबो। बहुत बढ़िया। जोग 4 1 कहले केते हबो 4 किंबा ताको आम केंदे लिखि परबा 10 घरे 4 आउ 1 घरे 4। तो मोट संख्या केते हबो पिला माने मोट संख्या हबो 44। थैंक यू। चलो ताहले पिला माने आउ किछि शिक्षण कार्य करबा। देख पिला माने 10 जगह आम कौन करबा ना त्रिभुज एवं एक जगह वृत्त कार्ड अंकन करी खाली स्थान पूरण करवा। तो देख पिला माने 8 10 अच्छी ना। तो केतेटी आम त्रिभुज अंकन करवा 8टी। आउ एठी केते 6 1 अच्छी तो केते त्रिभुज अंकन वृत्त अंकन करवा 6टी। तो पिला माने केतेटी अंकन कल 6टी। तो ताकू जदि आम संख्यार परिप्रकाश करवा तो केते हबो 8 10 समान 80 जोग 6 1 6। तो ताकू जदि आम 10 को 1 घरे परिप्रकाश कले कौन हबो 10 घरे 8 10 को आउ 6 1 को हबो। तापरे आ गोटे एक्टिविटी देख पिला माने तले कौन अच्छी 9 10 अच्छी। तो 9 10 बदल आम 10टी त्रिभुज कार्ड अंकन करवा। तापरे केते अच्छी 9 1 अच्छी। 9 1 बदल रे आमे केतोटी वृत्त कार्ड अंकन करवा 9टी। तो चलो ताहले आमे 9टी वृत्त कार्ड अंकन करवा। पिला माने देख मो सह कौन कर काउंट कर 1 2 3 4 5 6 7 8 9। बहुत सुंदर छुआ मैंने इंग्लिश रे तुम मैंने भी काउंट करुच। तो चलो ताहले 9 10 कहले केते हबो 90 आउ 9 1 कहले 9। तो ताको जो 10 घरे किए रहिबो 9 आउ 1 घरे किए रहिबो 9। छुआ मैंने समस्ते बहुत सुंदर सुंदर उत्तर देथिबारु समस्त को मो तरफरु बहुत बहुत धन्यवाद। थैंक यू। खुशी रे शिखिबा समस्तंकर अधिकार। नमस्कार।